ଗାଁର ନାଁ ମଙ୍ଗଳପୁର। ସେଇ ଗାଁରେ ଭୋଳା ବୋଲି ଲୋକଟିଏ ରହୁଥିଲା। ଭୋଳାର ଗୋଟେ ଦୋଷ ଥିଲା, ସେ ଟିକେ ଭଲ ଭାବରେ ଶୁଣି ପାରୁନଥିଲା। ଛୋଟବେଳେ ଭୋଳାକୁ ଭୀଷଣ ଜ୍ୱର ହେଇଥିଲା। ସେଇ ଜ୍ୱରରେ ତାର କାନକୁ ଭଲ ଶୁଭିଲା ନାହିଁ। କହିବାକୁ ଗଲେ କାନ ଖରାପ ହେଇଗଲା ଓ ସେ ଟିକେ କାଲ ହେଇଗଲା। ଭୋଳା ବହୁତ ନିରୀହ ସ୍ୱଭାବର ଲୋକଟିଏ ଥିଲେ ଆଉ ବହୁତ ପରିଶ୍ରମୀ ମଧ୍ୟ। ନିଜ ସ୍ତ୍ରୀକୁ ସବୁବେଳେ ଖୁସିରେ ରଖିବାକୁ ଚାହୁଁଥିଲା। ଦିନେ ଭୋଳା କ୍ଷେତରୁ କାମ ସାରି ଘରକୁ ଫେରୁଥିଲା। ଭୋଳାକୁ ଶୁଣିପାରେନି ବୋଲି ରାଗି କରି କେହି କିଛି କହିଲେ ସେ ମନ ଉଣା କରେନି। ସମସ୍ତଙ୍କ ସହିତ ଭଲରେ ଚଳେ। ଶୁଣୁଛ, ବାପା ଖବର ପଠାଇଛନ୍ତି ଆମ ଦୁହିଁ ଜଣଙ୍କୁ ଶ୍ୱଶୁର ଘରକୁ ଡାକିଛନ୍ତି। ଆଜି ମାଛ ଧରିବାକୁ ଯିବା? ଆରେ ନା, ମୋ ବାପାଙ୍କ ଘରକୁ ଯିବା। ଓ, ତାହେଲେ ଆଜି ଭଲ ଖାଇବା ମିଳିବ। ଭୋଳାର ସ୍ତ୍ରୀ ମାଳତୀ କହିଲା, ବାପାଙ୍କ ଦେହ ଭଲ ନାହିଁ, ଆମେ ଯାଇ ତାଙ୍କୁ ସେଠାରେ ଦେଖି ଆସିବା। ଆମେ ପ୍ରଥମ ଥର କରି ଘରକୁ ଯାଉଛେ। ଭୋଳା ଭାବିଲା, ପ୍ରଥମ ଥର ଶ୍ୱଶୁର ଘରକୁ ଯିବି, ହେଲେ ଶ୍ୱଶୁର ଘରେ କେମିତି କଣ କାହାକୁ ବ୍ୟବହାର କରନ୍ତି ସେଇଟା ତ ମୁଁ ଜାଣିନି। ଯାଉଛି ମୋ ସାଙ୍ଗ ପାଖକୁ। ଭୋଳା ମଦନ ପାଖକୁ ଗଲାବେଳେ ତାର ରାମ ସହିତ ଦେଖା ହେଲା। ରାମ ତାକୁ ପଚାରିଲା, ଭୋଳା, ଆଜି କ୍ଷେତକୁ ଯିବୁ? କଣ ଆଜି ଭୋଜି ଅଛି? ଆରେ କ୍ଷେତକୁ ଯିବୁ କି ନାହିଁ ପଚାରୁଛି। ଓ, ମୁଁ ଭାବିଲି ଭୋଜିକୁ ଡାକୁଛ। ଭୋଳା ଯାଇ ମଦନ ପାଖରେ ପହଞ୍ଚିଲା। ମଦନ ତାର ପିଲାବେଳର ଭଲ ସାଙ୍ଗ, ସବୁବେଳେ ତାକୁ ସାହାଯ୍ୟ କରେ। ପ୍ରଥମେ ଶ୍ୱଶୁରଙ୍କୁ ପଚାରିବୁ ଏବେ ଦେହ କେମିତି ଅଛି। ଠିକ୍ ଅଛି, ତାପରେ ପଚାରିବୁ କେଉଁ ଡାକ୍ତରଙ୍କ ପାଖରେ ଚିକିତ୍ସା ଚାଲିଛି। ହଁ, ଏହା ବି ମନେ ରଖିଲି। ତାପରେ ପଚାରିବୁ କେଉଁ ଡାକ୍ତରଙ୍କ ପାଖରେ ଚିକିତ୍ସା ଚାଲିଛି। ହଁ, ଏହା ବି ମନେ ରଖିଲି। ଶେଷରେ ପଚାରିବୁ ଡାକ୍ତର କଣ କହିଛନ୍ତି। ବଢ଼ିଆ, ଏବେ ମୁଁ ପୁରା ପ୍ରସ୍ତୁତ। ଦେଖ, ମୋ ବାପାଙ୍କ ଘରେ ଯାଇ କୌଣସି ମୂର୍ଖାମି କରିବ ନାହିଁ। ଚିନ୍ତା କର ନାହିଁ, ଆଜିଠାରୁ ମୁଁ ବହୁତ ବୁଦ୍ଧିମାନ ହୋଇଗଲି। ସତରେ? ଏବେ ମୁଁ କୌଣସି କାମ କରିବା ପୂର୍ବରୁ 2 ଥର ଭାବେ। ଜ୍ୱାଇଁ, ହାତ ମୁହଁ ଧୋଇ ଆସ, ଖାଇବା ପ୍ରସ୍ତୁତ ଅଛି। କଣ, ମାଛ ଧରି ଆସିବି? ନା ନା, ହାତ ମୁହଁ ଧୋଇ ଆସ। ଓଃ, ଠିକ୍ ଅଛି। ଭୋଳା, ତୁମେ ଏଠାରେ କଣ କରୁଛ? ମା ମୋତେ କହିଥିଲେ ମାଛ ଧରି ଆସିବାକୁ। ମାଛ ନୁହେଁ, ହାତ ମୁହଁ ଧୋଇ ଆସିବାକୁ କହିଥିଲେ। ଆଚ୍ଛା, ତାହେଲେ ମୁଁ ଆଜି ମାଛ ଧରିବାରୁ ବଞ୍ଚିଗଲି। ଏତେ ଦିନ ପରେ ଆସିଲୁ? ମୁଁ ଏଠି ମରିବାକୁ ବସିଲିଣି, ଆଉ ତୋର ଆସିବାକୁ ସମୟ ମିଳୁନି। ନମସ୍କାର ବାପା। ଆଉ ଆପଣଙ୍କ ଦେହ ଆଗଠାରୁ ଭଲ ଅଛି ତ ଥାବେ? କଣ? ବହୁତ ଭଲ କଥା ବାପା, ଆପଣ ଶୀଘ୍ର ସୁସ୍ଥ ହୋଇଯିବେ। ବାପା, କେଉଁ ଡାକ୍ତରଙ୍କ ପାଖରେ ଚିକିତ୍ସା ଚାଲିଛି? ମୋତେ ଏମିତି ପଚାରୁଛୁ? ତୋର କଣ ମୁଣ୍ଡ ଖରାପ ହୋଇଗଲା? ଆହା, ବଡ଼ ଡାକ୍ତରଙ୍କ ପାଖରେ ଚିକିତ୍ସା ଚାଲିଛି। ବହୁତ ଭଲ, ବଡ଼ ଡାକ୍ତରଙ୍କ ପାଖରେ ଚିକିତ୍ସା କରାଇବା ହିଁ ଭଲ। ଆରେ ମୋର ମୁଣ୍ଡ! ଡାକ୍ତର କହିଛି ବିଷ ଖାଇଦେ। ହଉ, ଡାକ୍ତର ଖିଚୁଡ଼ି, କ୍ଷୀର ଆଉ ଫଳ ଅଧିକ ଖାଇବାକୁ କହିଛନ୍ତି। ବହୁତ ଭଲ ବାପା, ଆପଣ ନିଶ୍ଚୟ ଏସବୁ ଖାଇବେ। କଣ ଆଉ କହିବି? ବୁଝିଲ, ତୁମ ମୋତେ ପାଗଳ କରିଦେବ। ମାନେ କରିବ? ମାଛ ଚିକେନ ସହିତ ଓଉ ରାଇତା ରୋଷେଇ ହେଇଛି। ମୋତେ ମାଛ ଖାଇବାକୁ ଭଲ ଲାଗେ। ମାଛ ଓଉ ରାଇତା ଖାଇବି। ମାଛ ଓଉ ରାଇତା ଖାଇବୁ। କଣ, ମାଛ ଆଉ ରାଇତା ଖାଇବୁ? ରହ, ତୋତେ ସବୁ ଖୁଆଉଛି।